ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଗାଁରେ ପାରିବାରିକ କଳହରୁ ବିଷ ପିଇ ମୃତ୍ୟୁବରଣ କଲେ ମା ସହ ଭାଇ ଭଉଣୀ। ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ସେମାନଙ୍କ ମୃତ୍ୟୁ ଘୋଷଣା କରିଥିଲା ଏବଂ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଝାଙ୍କରପାଲି ତୁରୁପଡା ଗ୍ରାମରେ ପୁଅର ଶାବଳ ମାଡ଼ରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା ମାଙ୍କୁ ପୁଅ ଏକ ଲୁହା ରଡରେ ନିସ୍ତୁକ ମାଡ଼ ମାରିଥିଲା ଏବଂ ପୁଅ ମାନସିକ ବିକୃତ ହୋଇଥିବା ସୂଚନା ମିଳିଥିବା ବେଳେ ପୋଲିସର ତଦନ୍ତ ଜାରି। ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ ସମ୍ପତ୍ତି ପାଇଁ ସ୍ତ୍ରୀ ପୁଅ ଶାଳୀକୁ ଗୁଳି କରି କଟୁରୀରେ ଆକ୍ରମଣ କଲା ସ୍ୱାମୀ। ସ୍ୱାମୀର ଏହି ଆକ୍ରମଣରେ ସ୍ତ୍ରୀ ପୁଅ ଶାଳୀ ଗୁରୁତର ହୋଇ କଟକ ମେଡିକାଲରେ ଚିକିତ୍ସିତ ଥିବାବେଳେ ଗୋବିନ୍ଦପୁର ଥାନା ପୋଲିସ ବନ୍ଧୁକ ସହ କଟୁରୀ ଜବତ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଭିତର ସୋବକା ଗୋବରୀ ନଦୀ ନିକଟରୁ ଜଣେ ବେବ୍ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର। ମୃତକ ବେବ୍ ସାମ୍ବାଦିକ ଜଣକ ବଡ଼ ମଠ ଗାଁର କଳ୍ପତରୁ ରାଉତରାୟ ହେଉଥିବା ବେଳେ ଘଟଣାସ୍ଥଳରେ ମହାକାଳପଡ଼ା ପୋଲିସ ତଦନ୍ତ ଜାରି ଏବଂ ତାଙ୍କୁ କେହି ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଆଜି ଆଇପିଏଲ ର 20ତମ ମ୍ୟାଚ୍ ମୁମ୍ବାଇର ୱାଖାଣ୍ଡେ ଷ୍ଟାଡିୟମରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଦଳର ଦୁଇ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପରସ୍ପର ବିପକ୍ଷରେ ଖେଳିବାର ଦେଖିବାକୁ ମିଳିବ। ଉଭୟ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଦଳନ୍ତା ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ବାଇକ୍ରେ ଥିବା 3 ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ମାଧପୁର ଗାଁ ନିକଟରେ ଭାରସାମ୍ୟରେ ଓଲଟିଲା ପିକଅପ୍ ଭ୍ୟାନ୍, ଯେଉଁଥିରେ 17ରୁ ଅଧିକ ଲୋକ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ଏବଂ 2 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ଫତେଗଡ଼ ଏବଂ ଭାପୁର ପୋଲିସର ତଦନ୍ତ ଜାରି। ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗଦେବା ସହ ନିବେଶକଙ୍କ ସହିତ ହେବାକୁ ଥିବା ଚୁକ୍ତି ସ୍ୱାକ୍ଷର ସମୟରେ ଉପସ୍ଥିତ ରହିବେ। ଦକ୍ଷିଣ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାର ପ୍ରଭାବରେ ଆସନ୍ତା 8 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ, କିନ୍ତୁ ଲଘୁଚାପର ବିଶେଷ ପ୍ରଭାବ ରହିବ ନାହିଁ। ତଥାପି 8ରୁ 10 ତାରିଖ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛି। ଏବଂ କେନ୍ଦୁଝର ସଦର ଥାନା ଅଧୀନ 20 ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଟଲର ଭାରସାମ୍ୟ ହରାଇ ରାସ୍ତା ପର୍ଶ୍ୱକୁ ଖସି ଜଣେ ଯୁବକଙ୍କ ଉପରେ ମାଡ଼ି ଯିବା ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ମୃତ ଯୁବକ ଜଣକ ରାଜେଶ ମୁଣ୍ଡା ହୋଇଥିବା ବେଳେ ଯାହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା।
Preview.